ପୁଟପୁଟିଗଡ଼ ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରି 45 ଏକର ଜଙ୍ଗଲ ଜମିରୁ ବିପୁଳ ପରିମାଣର ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି। ଆଜି ରାତି 8ଟା ସମୟରେ ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତ ଲମସରୀ ପଞ୍ଚାୟତର ପୁଟପୁଟିଗଡ଼ ଜଙ୍ଗଲରେ ବେଆଇନ ଭାବରେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ପ୍ରାୟ 11ଟା ସମୟରୁ ଆରମ୍ଭ କରି ସନ୍ଧ୍ୟା 5:30 ପର୍ଯ୍ୟନ୍ତ କଣ୍ଟାମାଳ ଓ ମନମୁଣ୍ଡା ଅବକାରୀ ପୋଲିସ, ଜଙ୍ଗଲ ବିଭାଗ, କଣ୍ଟାମାଳ ପୋଲିସ ଓ ଏପିଆର ଫୋର୍ସ ମିଳିତ ଭାବରେ ଚଢ଼ାଉ କରିଛନ୍ତି। ଏହି ମିଳିତ ଚଢ଼ାଉ ସମୟରେ 45 ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା 67,500 ଗଞ୍ଜେଇ ଗଛକୁ କଟର ମାଧ୍ୟମରେ କାଟି ମୂଳରୁ ଘଟଣାସ୍ଥଳରେ ନିଆଁ ଲଗାଇ ନଷ୍ଟ କରାଯାଇଥିବା ନେଇ କଣ୍ଟାମାଳ ଅବକାରୀ ଥାନାର ଓଆଇସି ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।